ଆଜି ଆମେ ଏମିତି ଏକ କାହାଣୀ ବିଷୟରେ ଜାଣିବା ଯାହା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଛାତ୍ରର ସଫଳତା ଆଉ ତାର ରହସ୍ୟ କ'ଣ ଜାଣିଛନ୍ତି? ଭାରତର ମିସାଇଲ୍ ମ୍ୟାନ୍ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପିଲାଦିନର ଗୋଟିଏ ଟାଇମ୍ ଟେବଲ। କଳ୍ପନା କରନ୍ତୁ ତ, ଆରବ ବୋଲି ଗୋଟେ ପିଲା, ଯିଏ ପାଠପଢ଼ାରେ ଏକଦମ ପଛରେ ଥାଏ, ସବୁବେଳେ ଫେଲ୍ ହୁଏ। ସେ ହଠାତ୍ ଦିନେ ଉଠି କହୁଛି, ଏଥର ତ ମୁଁ ହିଁ ଟପ୍ କରିବି। କ'ଣ ଲାଗୁଛି? ସମସ୍ତେ ତ ହସିବେ ନା? କେହି ତା କଥାକୁ ବିଶ୍ୱାସ କଲେନି, ବରଂ ଅଣଦେଖା କରିଦେଲେ। କିନ୍ତୁ ଯେତେବେଳେ ରେଜଲ୍ଟ ଆସିଲା, ସମସ୍ତଙ୍କ ଆଖି ଖୋଲା ରହିଗଲା। ଆରବ ସତକୁ ସତ ଟପ୍ କରିଥିଲା। ତାର ଶିକ୍ଷକ ବି ଆଶ୍ଚର୍ଯ୍ୟ, ପଚାରିଲେ, ଆରେ ପୁଅ, ଏଇଟା କେମିତି ସମ୍ଭବ ହେଲା? ଆଉ ଜାଣିଛନ୍ତି, ସେହି ପ୍ରଶ୍ନର ଉତ୍ତର ହିଁ ଆମକୁ ଡକ୍ଟର କଲାମଙ୍କ ପିଲାଦିନକୁ ନେଇଯିବ। ହଉ, ତେବେ ଚାଲନ୍ତୁ ଆମେ ଦେଖିବା ଆରବର ଏହି ଅବିଶ୍ୱାସନୀୟ ସଫଳତା ପଛରେ ପ୍ରକୃତରେ କ'ଣ ଥିଲା। ଯେଉଁ ଆରବକୁ କେହି ପଚାରୁନଥିଲେ, ସେ ହିଁ ସମସ୍ତଙ୍କର ମୁହଁ ବନ୍ଦ କରିଦେଲା। ଆଉ ଏଇଟା ଖାଲି ମାର୍କର କଥା ନଥିଲା, ଏଇଟା ଥିଲା ତା ଆତ୍ମବିଶ୍ୱାସର ଗୋଟେ ବଡ଼ ଜିତ୍। ତେବେ ଏହି ଚମତ୍କାର ପଛର ରାଜ କ'ଣ? କୌଣସି ଯାଦୁ ନୁହେଁ, ବରଂ ଏମିତି ଏକ ଶକ୍ତିଶାଳୀ ଆଉ ସରଳ ଉପାୟ ଯାହାକୁ ଯେ କେହି ବି ନିଜ ଜୀବନରେ ଆପଣେଇ ପାରିବେ। ଆଉ ଯେତେବେଳେ ଆରବକୁ ଏହାର କାରଣ ପଚରାଗଲା, ତାର ଉତ୍ତର ସମସ୍ତଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଦେଲା। ସେ କହିଲା, ଗୋଟେ ଟାଇମ୍ ଟେବଲ। କାହାର ଜାଣିଛନ୍ତି? ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପିଲାଦିନର ଟାଇମ୍ ଟେବଲ। ଏହି ଟାଇମ୍ ଟେବଲ ମୂଳତଃ 5ଟି ମୁଖ୍ୟ ପଦକ୍ଷେପ ଉପରେ ଆଧାରିତ ଥିଲା। ଚାଲନ୍ତୁ ସେଗୁଡ଼ିକୁ ଗୋଟି ଗୋଟି କରି ବୁଝିବା। ଯେଉଁ ପଦକ୍ଷେପଗୁଡ଼ିକ ଜଣେ ସାଧାରଣ ପିଲାକୁ ଦେଶର ରାଷ୍ଟ୍ରପତି ଏବଂ ମହାନ ବୈଜ୍ଞାନିକ କରି ଗଢ଼ି ତୋଳିଥିଲା। ତେବେ ଏହି 5ଟି ମନ୍ତ୍ର ହେଲା: ପ୍ରଥମେ, ଦିନର ଆରମ୍ଭ ସକାରାତ୍ମକ ଭାବରେ; ଦ୍ୱିତୀୟରେ, ଶରୀର ଓ ମନକୁ ଶକ୍ତି ଦେବା; ତୃତୀୟରେ, ସବୁବେଳେ ଆଗରେ ରହିବା; ଚତୁର୍ଥରେ, ଗଭୀର ଭାବେ ପଢ଼ାପଢ଼ି କରିବା; ଆଉ ଶେଷରେ, ଆସନ୍ତାକାଲି ପାଇଁ ଆଗୁଆ ଯୋଜନା କରିବା। ପ୍ରତ୍ୟେକଟି ପଦକ୍ଷେପ ଗୋଟିଏ ପରେ ଗୋଟିଏ ଆସେ, ଆଉ ସବୁଗୁଡ଼ିକ ପରସ୍ପର ସହ ଜଡ଼ିତ। ଚାଲନ୍ତୁ ଏବେ ଗୋଟିଏ ପରେ ଗୋଟିଏ ବିସ୍ତାରରେ ଦେଖିବା। ସବୁଠୁ ପ୍ରଥମ କାମ ହେଲା ମାନସିକ ପ୍ରସ୍ତୁତି। କଲାମ ନିଜ ଦିନର ଆରମ୍ଭ ପ୍ରାର୍ଥନାରୁ କରୁଥିଲେ। ଏହା ତାଙ୍କ ଦିନସାରା ମାନସିକ ସ୍ତରରେ ଶାନ୍ତ ଏବଂ ସକାରାତ୍ମକ ରଖୁଥିଲା, ଯାହାକି ଏତେ ପରିଶ୍ରମ ପାଇଁ ନିହାତି ଜରୁରୀ। ଆଉ ଜାଣିଛନ୍ତି ଏସବୁ କେତେବେଳେ ଆରମ୍ଭ ହେଉଥିଲା? ଠିକ୍ ଭୋର 4ଟାରେ। ଏଥିରୁ ହିଁ ତାଙ୍କର ଅନୁଶାସନ ଆଉ ସମୟ ପ୍ରତି ସମ୍ମାନ କେତେ ଥିଲା ତାହା ସ୍ପଷ୍ଟ ଜଣାପଡ଼େ। ଦ୍ୱିତୀୟ ପଦକ୍ଷେପ ଥିଲା ମାନସିକ ଶକ୍ତି ସହିତ ଶାରୀରିକ ଶକ୍ତିକୁ ଯୋଡ଼ିବା। ସେ ନିଜ ପରିବାରକୁ ସାହାଯ୍ୟ କରିବା ପାଇଁ ସକାଳୁ ସାଇକେଲରେ ଖବରକାଗଜ ବାଣ୍ଟୁଥିଲେ। ଏଥିରେ 2ଟା କାମ ହେଉଥିଲା, ଗୋଟେ ତ ଦାୟିତ୍ୱବୋଧ ଆସୁଥିଲା, ଆଉ ଅନ୍ୟପଟେ ଶରୀରକୁ ଦିନ ସାରା ପାଇଁ ଶକ୍ତି ବି ମିଳିଯାଉଥିଲା। ଶାରୀରିକ ପରିଶ୍ରମ ପରେ ଆସୁଥିଲା ପାଠପଢ଼ାର ପାଳି। ଆଉ ଏହା ଥିଲା ତାଙ୍କର ସବୁଠୁ ବଡ଼ ରଣନୀତି। ସ୍କୁଲ ଯିବା ଆଗରୁ ହିଁ ଶିକ୍ଷକ ଯେଉଁ ପାଠ ପଢ଼ାଇବେ ବୋଲି ସେ ଜାଣିଥାନ୍ତି, ତାକୁ ନିଜେ ପଢ଼ି ପ୍ରସ୍ତୁତ ହୋଇଯାଉଥିଲେ। ଏମିତି କରି ସେ ସବୁବେଳେ ବାକି ପିଲାଙ୍କଠାରୁ ଗୋଟେ ପାଦ ଆଗରେ ରହୁଥିଲେ। ଆଉ ଏହି କାମ ପାଇଁ ସେ କେତେ ସମୟ ଦେଉଥିଲେ ଜାଣିଛନ୍ତି? ପୁରା 2 ଘଣ୍ଟା। ସେ ବି ପୁଣି ସ୍କୁଲ ଆରମ୍ଭ ହେବା ଆଗରୁ। ଏହି ଆଗୁଆ ପ୍ରସ୍ତୁତି ହିଁ ତାଙ୍କୁ କ୍ଲାସରେ ସବୁଠୁ ଆଗରେ ରଖୁଥିଲା। ଏବେ ଆସିଲା ଚତୁର୍ଥ ପଦକ୍ଷେପ, ଯାହାକି ଥିଲା ସବୁଠୁ କଠିନ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସ୍କୁଲରୁ ଫେରିବା ପରେ ସେ ସନ୍ଧ୍ୟାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ପଢ଼ୁଥିଲେ, ନୋଟ୍ସ ବନାଉଥିଲେ। ଏହା ଥିଲା ପ୍ରକୃତ ତପସ୍ୟା। ଆଉ ଦିନର ଶେଷରେ ଆସୁଥିଲା 5ମ ପଦକ୍ଷେପ, ଯାହା ହେଉଛି ପ୍ଲାନିଂ ବା ଯୋଜନା। ରାତିରେ ଶୋଇବା ଆଗରୁ ସେ ଆସନ୍ତାକାଲି କ'ଣ ପଢ଼ିବେ, କେମିତି ପଢ଼ିବେ, ତାର ଗୋଟେ ପୂରା ଯୋଜନା କରିଦେଉଥିଲେ। ଏହାଦ୍ୱାରା ତାଙ୍କର ପରିଶ୍ରମ ଠିକ୍ ବାଟରେ ଯାଉଥିଲା, ଆଉ ସମୟ ନଷ୍ଟ ହେଉନଥିଲା। ଏତେ ସବୁ କଠିନ ପରିଶ୍ରମ ପରେ ଶୋଇବା ପାଇଁ ତାଙ୍କ ପାଖରେ କେତେ ସମୟ ଥିଲା ଜାଣିଛନ୍ତି? ମାତ୍ର 5 ଘଣ୍ଟା। ଜଣେ ଛାତ୍ର ହିସାବରେ ଏହି ତ୍ୟାଗ ଆଉ ପ୍ରତିବଦ୍ଧତା ହିଁ ତାଙ୍କ ସଫଳତାର ପ୍ରକୃତ ମୂଳଦୁଆ ଥିଲା। କିନ୍ତୁ ଗୋଟେ ମିନିଟ୍ ରୁହନ୍ତୁ। ଯଦି କେହି ଭାବୁଛନ୍ତି ଏଇଟା ଖାଲି ଗୋଟେ ଟାଇମ୍ ଟେବଲ, ତେବେ ସେଠି ଭୁଲ ହୋଇଯିବ। କାରଣ ଏହା ତାଠାରୁ ବହୁତ ବେଶୀ କିଛି। ଆଉ ଏଇଠି ହିଁ ଅସଲ କଥା ଲୁଚିଛି। ଦେଖନ୍ତୁ, କେତେଟା ବେଳେ କ'ଣ କରିବାଟା ବଡ଼ କଥା ନୁହେଁ, ବଡ଼ କଥା ହେଉଛି ସେ କାମଟା କାହିଁକି କରିବା। ଟାଇମ୍ ଟେବୁଲ ତ ଗୋଟେ ରାସ୍ତା ଭଳି, କିନ୍ତୁ ତାର ପ୍ରକୃତ ଶକ୍ତି ଥାଏ ସେଇ ରାସ୍ତା ପଛରେ ଥିବା ସିଦ୍ଧାନ୍ତ ଭିତରେ। ତେବେ ଏହି ପୂରା ଟାଇମ୍ ଟେବଲର ସାରାଂଶ କ'ଣ? ଏହାର ମୂଳ ସିଦ୍ଧାନ୍ତଗୁଡ଼ିକ ହେଲା ଅନୁଶାସନ, ନିରନ୍ତରତା, କୃତଜ୍ଞତା, ଆଗୁଆ ଯୋଜନା, କଠିନ ପରିଶ୍ରମ ଏବଂ ଦାୟିତ୍ୱ। ଏଗୁଡ଼ିକ କେବଳ କଲାମଙ୍କ ପାଇଁ ନଥିଲା। ଏହା ଏଭଳି ଏକ ସୂତ୍ର ଯାହାକୁ ଯେକୌଣସି କ୍ଷେତ୍ରରେ ସଫଳତା ପାଇଁ ବ୍ୟବହାର କରାଯାଇପାରେ। ତେବେ ଏହି ପୂରା କାହାଣୀରୁ ଆମେ କ'ଣ ଶିଖିଲେ? ଦେଖନ୍ତୁ,
ଏ କାହାଣୀ କେବଳ ଆରବ କିମ୍ବା କାଲାମଙ୍କର ନୁହେଁ, ଏହା ପ୍ରତ୍ୟେକ ବ୍ୟକ୍ତି ପାଇଁ ଏକ ପ୍ରେରଣା ଯିଏ ନିଜ ଜୀବନରେ କିଛି ବଡ଼ କରିବାକୁ ଚାହେଁ। ସବୁଠୁ ବଡ଼ କଥା ହେଲା ଟାଇମ୍ ଟେବୁଲ୍ ତ କେବଳ ଗୋଟେ ଉପକରଣ। ଅସଲ ଚାବି ହେଉଛି ମଣିଷର ମାନସିକତା ଏବଂ ସେହି ସିଦ୍ଧାନ୍ତଗୁଡ଼ିକ ଯାହାକୁ ସେ ନିଜ ଜୀବନରେ ସତରେ ପାଳନ କରେ। ତେଣୁ ଶେଷରେ ପ୍ରଶ୍ନ ଏଇଆ, ଜଣେ ବ୍ୟକ୍ତି ନିଜେ ସଫଳତା ପାଇଁ କିଭଳି ଯୋଜନା କରିବା ଉଚିତ? ଡକ୍ଟର କଲାମଙ୍କର ଏହି ସିଦ୍ଧାନ୍ତଗୁଡ଼ିକୁ କିପରି ନିଜ ଲକ୍ଷ୍ୟ ହାସଲ କରିବାରେ ବ୍ୟବହାର କରାଯାଇପାରେ, ଏ ବିଷୟରେ ନିଶ୍ଚିତ ଭାବେ ଭାବିବା ଦରକାର।